ବସ୍ତୁ ବା ଜିନିଷର ଚିତ୍ର। ଚିତ୍ରଗୁଡ଼ିକ କାହାର ଆମକୁ ଚିହ୍ନିବାର ଅଛି। ସେଇ ହିସାବରେ ସେଇ ଚିତ୍ରରେ ରଙ୍ଗ ଦେବାକୁ ହବ। ପ୍ରଥମ ଚିତ୍ରକୁ ଆସ। ଚିତ୍ରଟି କାହାର? ଗୋଟେ ଫଳ ନା ପରିବା? ଏଇ ଚିତ୍ରଟି ଗାଜର ଭଳି ଜଣା ପଡୁଅଛି। ଗାଜରର ରଙ୍ଗ କିପରି? ହଁ, କମଳା। ଏଥିରେ କମଳା ରଙ୍ଗ ଦିଅ। ମୁଁ ଯେମିତି ସୁନ୍ଦର ସୁନ୍ଦର କରି ଦଉଅଛି, ତୁମେମାନେ ବି ସେମିତି କ୍ରେୟନ ସାହାଯ୍ୟରେ ଆସ୍ତେ ଆସ୍ତେ କରି ଦେଇଦିଅ। ତାପର ଛବିଟି କାହାର ବୋଲି ଜଣା ପଡୁଅଛି? ଗୋଟେ ଫୁଲର। ତମ ଘରେ ତ ବହୁତ ଫୁଲ ଗଛ ଥିବ। ଆମ ଚାଟଶାଳୀରେ ମଧ୍ୟ ବହୁତ ଫୁଲ ଗଛ ଅଛି। ସେଥିରେ ସୁନ୍ଦର ସୁନ୍ଦର ଫୁଲ ଫୁଟିଥାଏ। ଏଇ ଫୁଲଟିରେ ମଧ୍ୟ ତମ ଇଚ୍ଛା ମୁତାବକ ରଙ୍ଗ ଭରି ଦିଅ। ତାପର ଛବିକୁ ଆସ। ତାପର ଛବିଟି ଗୋଟେ ଫଳର ଜଣା ପଡୁଅଛି। କୋଉ ଫଳ? ଅଙ୍ଗୁର ଫଳ। ସାଙ୍ଗମାନେ, ଅଙ୍ଗୁର ତ ଖାଇଥିବ ନା? କେମିତି ଲାଗେ? ଖଟା ମିଠା ଲାଗେ, ମିଠା ବି ଲାଗେ। ଅଙ୍ଗୁର ଯେମିତି ରଙ୍ଗ, ଏଥିରେ ଆମେ ସେପରି ରଙ୍ଗ ଭରିଦବା। ତଳ ଚିତ୍ରକୁ ଆସ। ଏଇ ଚିତ୍ରଟି ଗୋଟେ ପରିବାର। ତୁମ ରୋଷେଇ ଘରେ ମା ଏଇ ପରିବାରେ ତରକାରୀ କରୁଥିବେ। ତୁମେମାନେ ଏହି ପରିବାଟିକୁ ଭଲ ଭାବରେ ଚିହ୍ନିଥିବ। ଏହି ପରିବାଟିର ନାଁ କଣ? କଖାରୁ। କଖାରୁର ରଙ୍ଗ କିପରି? ହଳଦିଆ। ଏଥିରେ ହଳଦିଆ ରଙ୍ଗ ଦିଅ। ମୁଁ ଯେମିତି ରଙ୍ଗ ଦେଉଅଛି, ଦେଖି ଦେଖି ଦେଇଦିଅ। ତାପର ଛବିକୁ ଆସ। ଏଇ ଛବିଟି ଗୋଟିଏ ଫଳର। ଫଳଟିର ନାମ କଣ? ସେଓ। ଆପେଲ। ସେଓରେ ରଙ୍ଗ ଦିଅ। ହଁ। ତାପର ଛବିକୁ ଆସ। ଏଇ ଛବିଟି ଗୋଟିଏ ଟୋପିର। ଟୋପିର ବି ସୁନ୍ଦର ସୁନ୍ଦର କରି ରଙ୍ଗ ଦେଇଦିଅ। ତୁମକୁ ଯୋଉ ଇଚ୍ଛା ସେଇ ରଙ୍ଗ ଦେଇପାର। ଏଥର ତଳକୁ ଆସ। ତଳ ଛବିଟି କାହାର? ବାଲ୍ଟିର। ବାଲ୍ଟି କଣ ଜାଣିଛ ନା? କୋଉ କାର୍ଯ୍ୟରେ ଲାଗିଥାଏ? ହଁ, ଆମେ ଏଥିରେ ଗାଧେଇଥାଉ। ବାଲ୍ଟିରେ ରଙ୍ଗ ଦିଅ। ବାଲ୍ଟି ଭିତରେ ପାଣିର ବି ରଙ୍ଗ ଦବ। ଏଥର ପର ଚିତ୍ରକୁ ଆସ। ଏଇ ଚିତ୍ରଟି ଗୋଟେ ପରିବାର ଚିତ୍ର। କୋଉ ପରିବା? ବାଇଗଣ। ସାଙ୍ଗମାନେ, ବାଇଗଣ ଚଟଣି ତ ଖାଇଥିବ ନିଶ୍ଚୟ। ଏଇଟା ସେଇ ବାଇଗଣ। ରଙ୍ଗ ଦେଇଦିଅ। ତାପର ଛବିକୁ ଆସ। ଏଇଟା ଗୋଟେ ଜଗର ଚିତ୍ର। ଜଗରେ କଣ ହୁଏ? ଜଗ ସାହାଯ୍ୟରେ ଆମେ କଣ କରିଥାଉ? ନା, ଜଗରେ ଆମେ ପାଣି ରଖିଥାଉ ବା ପାଣି ନେଇ ଗ୍ଲାସରେ ଢାଳି ପିଇଥାଉ। ଜଗରେ ମଧ୍ୟ ରଙ୍ଗ ଦେଇଦିଅ। ସାଙ୍ଗମାନେ, ପର ପୃଷ୍ଠାକୁ ଆସ। କାର୍ଯ୍ୟଫର୍ଦ୍ଦ 1 ବସ୍ତୁ ପରିଚୟ। ତଳେ କଣ ପ୍ରଶ୍ନ ପଚରା ଯାଇଛି? ଶ୍ରେଣୀ ଗୃହରେ ଦେଖୁଥିବା ବସ୍ତୁ ଗୁଡ଼ିକର ନାମ କୁହ। ସାଙ୍ଗମାନେ, ତଳେ ଗୋଟିଏ ଶ୍ରେଣୀ ଗୃହର ଚିତ୍ର ଦିଆଯାଇଅଛି। ଶ୍ରେଣୀ ଗୃହରେ ଆମେ କଣ କଣ ବସ୍ତୁ ଗୁଡ଼ିକ ଦେଖିବାକୁ ପାଉଛୁ? ସେଗୁଡ଼ିକର ନାମ କହିବା। ଏଇ ଶ୍ରେଣୀ ଗୃହରେ ସାମ୍ନାରେ ଗୋଟିଏ କଳାପଟା ଟଙ୍ଗା ହୋଇଛି। କଳାପଟା ପାଖରେ ଡଷ୍ଟର, ଚକଡ଼ି ରଖାଯାଇଛି। ଗୋଟିଏ ଚେୟାର ଆଉ ଟେବୁଲ ପଡ଼ିଛି ଗୁରୁମା ବା ଗୁରୁଜୀଙ୍କୁ ବସିବା ପାଇଁ। ଟେବୁଲ ଉପରେ ବହି, ଚକଡ଼ି ଆଉ ଆମର ଉପସ୍ଥାପନା ଖାତା ରହିଛି। ଚୌକି ପଛରେ ଗୋଟିଏ ର୍ୟାକ୍ ରହିଛି। ସେଇ ର୍ୟାକରେ କିଛି ବହି, ଖେଳନା, ଚକଡ଼ି, ଡଷ୍ଟର ରଖାଯାଇଅଛି। ସାମ୍ନାରେ ମହାପୁରୁଷ ମାନଙ୍କର ଫଟୋ ଟଙ୍ଗା ହେଇଛି। ପଛ କାନ୍ଥରେ ନକ୍ସା ଟଙ୍ଗା ଯାଇଛି। ସାମ୍ନାରେ
ରହିଛି। ଘଣ୍ଟା ସାହାଯ୍ୟରେ ଆମେ ସମୟ ଜାଣିପାରୁ। ଆମେ ବସିବା ପାଇଁ ତଳେ ଗାଲିଚା ବିଛା ଯାଇଛି, ଯୋଉଠି ଆମେ ଏକାଠି ହୋଇ ବସି ପାଠ ପଢୁ। ଗାଲିଚା ସାଇଡରେ ଆଲମାରୀ ଗୋଟେ ରହିଛି। ଏହି ଚିତ୍ରଟି ଆମ ଶ୍ରେଣୀ ଗୃହର, ଆମ ଚାଟଶାଳୀର ଶ୍ରେଣୀ ଗୃହର, ଯେଉଁଠି ଆମେ ଏକାଠି ବସୁ, ଏକାଠି ହସୁ, ଏକାଠି ପଢୁ, ନୂଆ ଭବିଷ୍ୟ ପାଇଁ ସ୍ୱପ୍ନ ଯେ ଗଢୁ। ତର ସାଙ୍ଗମାନେ ତଳକୁ ଆସ। ପ୍ରଶ୍ନରେ କଣ ପଚରା ଯାଇଛି? ନିମ୍ନରେ ଥିବା ବସ୍ତୁ ଗୁଡ଼ିକର ନାମ କୁହ। ସାଙ୍ଗମାନେ ତଳେ କେତେ ଗୁଡ଼ିଏ ବସ୍ତୁ ରହିଛି, ଯାହାକୁ ଆମକୁ ଚିହ୍ନିବାର ଅଛି ଆଉ ସେଗୁଡ଼ିକର ନାମ କହିବାର ଅଛି। ପ୍ରଥମ ବସ୍ତୁଟି ଟେବୁଲର, ଯେଉଁଥିରେ ଆମେ ବହି ରଖି ପାଠ ପଢୁ। ଦ୍ୱିତୀୟ ବସ୍ତୁଟିର ନାମ କଣ? ଯେଉଁ ବସ୍ତୁଟି ସବୁଦିନ ଆମ ସମ୍ମୁଖରେ ରହିଥାଏ। ଏହି ବସ୍ତୁଟିର ନାମ କଳାପଟା, ଯେଉଁଥିରେ ଗୁରୁମା, ଗୁରୁଜୀ, ବେଳେ ବେଳେ ଆମେ ମଧ୍ୟ କିଛି ଲେଖାଲେଖି କରିଥାଉ। ତାପର ଛବିଟି କାହାର ବା ବସ୍ତୁଟି କାହାର? ଏହି ବସ୍ତୁଟି ସହିତ ମଧ୍ୟ ଆମେ ପରିଚିତ। ଏହି ବସ୍ତୁଟିର ନାମ କଣ ସାଙ୍ଗମାନେ? ହଁ, ଡଷ୍ଟର। କଳାପଟାରେ କିଛି ଲେଖି ସାରିଲା ପରେ ଏହି ଡଷ୍ଟର ସାହାଯ୍ୟରେ ଆମେ ଲିଭେଇଥାଉ। ତାପର ବସ୍ତୁଟିର ନାମ ପେନ୍ସିଲ। ତୁମେମାନେ ବି ଭଲସେ ଜାଣିଥିବ। ଏହି ପେନ୍ସିଲ ସାହାଯ୍ୟରେ ଆମେମାନେ କଣ କରିଥାଉ? ଏହି ପେନ୍ସିଲ ସାହାଯ୍ୟରେ ଏହି ଗଣିତ କାର୍ଯ୍ୟ ପୁସ୍ତିକା ଆଉ ହସ ଖେଳ ବହିରେ କିଛି ଲେଖାଲେଖି କରିଥାଉ। ଏଥର ତଳକୁ ଆସ। ପ୍ରଥମ ବସ୍ତୁଟିର ନାମ କଣ? ଏହି ବସ୍ତୁଟି ଖାତା ବା ବହି ହୋଇପାରେ। ଖାତାରେ ଆମେ ଲେଖାଲେଖି କରୁ, ବହି ଦେଖି ଆମେ ପାଠ ପଢିଥାଉ। ତାପର ବସ୍ତୁଟିର ନାମ କଣ? ଏହି ବସ୍ତୁଟିର ନାମ କଲମ। ତୁମେମାନେ ବଡ଼ ହୋଇଗଲେ ଏହି କଲମରେ ଲେଖିବ। ମୁଁ ମଧ୍ୟ କଲମରେ ଲେଖିବି। ତାପର ବସ୍ତୁଟିର ନାମ କଣ? ଏହି ବସ୍ତୁଟି ସହିତ ମଧ୍ୟ ତୁମେମାନେ ଭଲ ଭାବରେ ପରିଚିତ। ହଁ, ଏହି ବସ୍ତୁଟି ସାହାଯ୍ୟରେ ଗୁରୁମା ଓ ଗୁରୁଜୀ କଳାପଟାରେ ଗୋଲ 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 ଲେଖିଥାନ୍ତି, ଆମକୁ ପାଠ ବୁଝେଇଥାନ୍ତି। ଏଥର ତଳକୁ ଆସ। ତଳ ବସ୍ତୁଟିର ନାମ କଣ? ଏହି ବସ୍ତୁଟିକୁ ଘଣ୍ଟା କୁହନ୍ତି। ଏହାକୁ କାନ୍ଥରେ ଟଙ୍ଗା ଯାଇଥାଏ ଆଉ ଆମେ ଦେଖି ସମୟ ଜାଣିଥାଉ। ଏହାର ପର ବସ୍ତୁଟି ବାଲ୍ଟି, ଯେଉଁଥିରେ ଆମ ମା ପାଣି ରଖିଥାନ୍ତି। ଆମେ ବାଲ୍ଟି ସାହାଯ୍ୟରେ ଗାଧେଇଥାଉ। ଏହାର ପର ବସ୍ତୁଟି ଚୌକି, ଚୌକିରେ ଆମେ ବସୁ। ଶ୍ରେଣୀ ଗୃହରେ ଥିବା ଚୌକିରେ ଗୁରୁମା ଓ ଗୁରୁଜୀ ବସିଥାନ୍ତି। ସାଙ୍ଗମାନେ ଆମର ଗଣିତ କାର୍ଯ୍ୟ ପୁସ୍ତିକାର ରଙ୍ଗ ଦିଅ ଓ କାର୍ଯ୍ୟଫର୍ଦ୍ଦ 1 ବସ୍ତୁ ପରିଚୟ ଏଇଠି ସରିଲା। ଭଲ ଭାବରେ ବୁଝିବାକୁ ହେଲେ ଭିଡିଓଟିକୁ ବାରମ୍ବାର ଦେଖିନିଅ। ଦେଖି ସାରିଲା ପରେ ଯାହା ଯାହା ଜାଣିଛ ମନେ ପକେଇ ଗୁରୁମା ବା ଗୁରୁଜୀଙ୍କୁ କହିଦିଅ। ଏଇଠି ରହୁଛି। ଆଉ ଗୋଟିଏ ଭିଡିଓ ନେଇ ଜଲ୍ଦି ଆସିବି ବୋଲି ଶପଥ କରୁଛି। ଲାଇକ୍, ସେୟାର, ସବସ୍କ୍ରାଇବ ମାଇ ଛୋଟ ଅନୁ